ମୁଁ ପ୍ରଥମେ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଦର୍ଶ ଅତିଥି ଏବଂ ସହଭାଗୀ ଆଉ ଉପସ୍ଥିତ ଥିବା ସବୁ ଭାଇ ଭଉଣୀ ମୋ ମାଉସୀଙ୍କୁ ଏବଂ ଗୁରୁଜନଙ୍କୁ ସାଦର ନମସ୍କାର। ମୁଁ ଆପଣମାନଙ୍କୁ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ବାବଦରେ କିଛି କଥା କହିବାକୁ ଯାଉଛି। ସେଫ୍ଟି ଏବଂ ସ୍ୱାସ୍ଥ୍ୟର ନିୟମ ମନେ ରଖନ୍ତୁ। ଆପଣଙ୍କ ଜୀବନ ଆପଣଙ୍କ ହାତରେ। ଆପଣଙ୍କ ଜୀବନ ମୂଲ୍ୟବାନ। ୟାକୁ ସୁରକ୍ଷା ରଖିବା ଆପଣଙ୍କ ପ୍ରଥମ ଦାୟିତ୍ୱ। ଏ ଜଗତର ସମସ୍ତ ଜୀବ ମୋର ପ୍ରିୟ। ଦୟା ଦେଖାନ୍ତୁ, ଦୟାବାନ ହୁଅନ୍ତୁ। ଏ ଜଗତର ସମସ୍ତ ଜୀବନର ପ୍ରତି ପ୍ରେମ ଅଛି। ସୁରକ୍ଷା ଆପଣାନ୍ତୁ, ଜୀବନ ବଞ୍ଚାନ୍ତୁ। ସଡ଼କ ସୁରକ୍ଷା ଜୀବନ ରକ୍ଷା। ସୁରକ୍ଷା କର୍ମୀ ସୁଖ ପରିବାର। ସାବଧାନ ହଟିଲା ଦୁର୍ଘଟଣା ଘଟିଲା। ସୁରକ୍ଷାରେ ଦାୟିତ୍ୱ ଧ୍ୟାନ ନ ଦେବା ଜୀବନକୁ ଦୁଃଖୀ କରିବା। ଜୀବନର ସବୁ କ୍ଷେତ୍ରରେ ସୁରକ୍ଷାକୁ ସବୁବେଳେ ଧ୍ୟାନ ଦେବା ଦରକାର। ସ୍ୱାସ୍ଥ୍ୟ ପ୍ରତି, ସୁରକ୍ଷା ପ୍ରତି କିମ୍ବା ନିଜ ପରିବେଶରେ ଥିବା ଲୋକଙ୍କ ପ୍ରତି ସାବଧାନ ରହିବା ଆମର ଦାୟିତ୍ୱ। ଲୋକଙ୍କୁ ସୁରକ୍ଷା ଏବଂ ପରିଷ୍କାର ହେବାକୁ ଜାଗ୍ରତ କରିବା ଆମର କର୍ତ୍ତବ୍ୟ ହେଉ। ଗାଁ ହେଉ ବା ସହର, ପରିବେଶକୁ ଆପଣେଇବା, ଏକତା ହୋଇ ରହିବା ଆମର କର୍ତ୍ତବ୍ୟ ହେଉ। ଆମେ ସମସ୍ତେ ଜାଣିଛେ ସ୍ୱାସ୍ଥ୍ୟ ଶରୀର ହିଁ ସମ୍ପଦ। ଯଦି ଆମ ପାଖରେ ସ୍ୱାସ୍ଥ୍ୟ ନାହିଁ ଆମେ ଯେତେ ବି ରୋଜଗାର କରୁନା କାହିଁକି ଆମ ପାଖରେ କିଛି ବି ଟଙ୍କା ପଇସା ରହିବ ନାହିଁ। ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ଗୁରୁତ୍ୱପୂର୍ଣ୍ଣ ଦେବା ବହୁତ ଜରୁରୀ। ସୁରକ୍ଷା ମୂଲ୍ୟବାନ। ଶୂନ୍ୟ ଦୁର୍ଘଟଣା 100% ପ୍ରତିବଦ୍ଧତା ହେବା ଜରୁରୀ। ସତର୍କ ରୁହ, ତୁମର ସୁରକ୍ଷା ତୁମ ହାତରେ ଅଛି। ଆସନ୍ତୁ ଏକ ସୁରକ୍ଷିତ ଶକ୍ତିଶାଳୀ ଓଡ଼ିଶା ଏବଂ ଭାରତକୁ କିମ୍ବା ନିଜ ପରିବେଶକୁ ନିର୍ମାଣ କରିବା। ଜୟ ହିନ୍ଦ, ଜୟ ଭାରତ। ସୁରକ୍ଷା ଶୁଭ ସକାଳ ହେଉ। ସମ୍ମାନୀୟ ଅତିଥି, ସାମିଲ ହୋଇଥିବା ଭାଇ ଭଉଣୀ, ମା ମାଉସୀ ଏବଂ ପରିବାରଙ୍କୁ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ। ଏହା କେବେ ବି ଭୁଲିବେନି। ଆପଣଙ୍କ ଜୀବନ ଆପଣଙ୍କ ହାତରେ। ଆମେ ସମସ୍ତେ ଏହି ଦିନଟି ଜୀବନର ପ୍ରତ୍ୟେକ ଅଞ୍ଚଳରେ ନିରାପଦ ମହତ୍ତ୍ୱକୁ ମନେ ପକାଇବା ଆମର ଲକ୍ଷ୍ୟ ହେଉ। ଏହାର ମୁଖ୍ୟ କାର୍ଯ୍ୟ ହେଉଛି ରାସ୍ତା, ଗ୍ରାମ, ଘର, ପରିବେଶ, ପରିବହନ ଏବଂ ଶରୀର ଏସବୁରେ ଧ୍ୟାନ ଦେବା ଉଚିତ। ସୁରକ୍ଷା କେବଳ ନୀତି ନୁହେଁ କିନ୍ତୁ ଜୀବନର ବଞ୍ଚିବାକୁ ଶୈଳୀ। ଏହି ଜୀବନ ବ୍ୟକ୍ତି ବିଶେଷଙ୍କୁ ସୁରକ୍ଷା ଦେବାରେ ସାହାଯ୍ୟ କରେ। ଜାତୀୟ ସୁରକ୍ଷା ଉଦ୍ଦେଶ୍ୟ ସ୍ୱାସ୍ଥ୍ୟ, ନିରାପତ୍ତା ଏବଂ ପରିବେଶକୁ ସୁରକ୍ଷା ବିଷୟରେ ସଚେତନତା ବିସ୍ତାର କରିବା ସାହାଯ୍ୟ କରେ। ନିରାପଦ ଅଭ୍ୟାସ ଗ୍ରହଣ କରିବାକୁ ମଧ୍ୟ ସାହାଯ୍ୟ କରିଥାଏ। ଘର ଲୋକଙ୍କୁ, ସାହି ପଡ଼ିଶାଙ୍କୁ ଏବଂ ସଂଗଠନ ଗୁଡ଼ିକୁ, କାର୍ଯ୍ୟାଳୟ ଏବଂ ସମ୍ପ୍ରଦାୟକୁ ସୁରକ୍ଷା ବାବଦରେ ଉତ୍ସାହିତ କରାଇବା ଆମ ମାନଙ୍କର ଦାୟିତ୍ୱ। ଜାତୀୟ ସୁରକ୍ଷା ଏଥିପାଇଁ କରାଯାଏ ଯେ ଆପଣଙ୍କ ଜୀବନ ଅମୂଲ୍ୟ। ୟାକୁ ଧ୍ୟାନ ନ ଦେବା ବଡ଼ ବିପଦ। ଏହାର ଉଦ୍ଦେଶ୍ୟ କର୍ମକ୍ଷେତ୍ରରେ ସୁରକ୍ଷା ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରେ। ପ୍ରଥମ ଥର ପାଇଁ ଭାବି ଦେଖ, ଜାତୀୟ ସୁରକ୍ଷା ପାଳନ କରିବା ଆମର ସମସ୍ତଙ୍କ କର୍ତ୍ତବ୍ୟ। ଯାହା ଫଳରେ ଆମେ ଦୁର୍ଘଟଣା ପ୍ରତିରୋଧ ଏବଂ ସୁରକ୍ଷା ସଂସ୍କୃତି ଗ୍ରହଣ କରିବା ପାଇଁ ଆମର ନିଜ ଦାୟିତ୍ୱ। ଏହି ଦିନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ନିରାପତ୍ତା ବିଷୟରେ ଅବଗତ କରାଇବା ଏବଂ ସତର୍କ ରହିବାକୁ ଶିଖାଇବା। ଏହି ଜାତୀୟ ସୁରକ୍ଷା ସହିତ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥାଏ। ଜାତୀୟ ସୁରକ୍ଷା ଶୂନ୍ୟ ଦୁର୍ଘଟଣା କର୍ମକ୍ଷେତ୍ରରେ ଆଘାତ ଏବଂ ବିପଦକୁ ବଞ୍ଚାଇଥାଏ।
ଦିଆଯାଏ। ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ବିକଶିତ ଭାରତ ପାଇଁ ଜରୁରୀ। ଏକ ବିକାଶ ହୋଇଥିବା ଭାରତ ଯେତେବେଳେ ସୁରକ୍ଷା ଏବଂ କଲ୍ୟାଣ ପ୍ରାଥମିକତା ଦିଆଯାଏ ସେତେବେଳେ ଜାତୀୟ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଶୂନ୍ୟ ଦୁର୍ଘଟଣା ନୀତି ଗ୍ରହଣ କରିବାକୁ ଉତ୍ସାହିତ କରେ। କର୍ମ କ୍ଷେତ୍ରରେ ଆଘାତ ଏବଂ ବିପଦକୁ ବଞ୍ଚାଇଥାଏ। ସୁରକ୍ଷା ଶିକ୍ଷା ଏବଂ ସଚେତନ ପ୍ରତିଜ୍ଞା କରେ। ଭାରତ ଭାରତୀୟଙ୍କୁ ଦର୍ଶନକୁ ମଜାଦାରିତ କରେ। ଜାତୀୟ ସୁରକ୍ଷା ଦେଶବାସୀଙ୍କ ପାଇଁ ଜରୁରୀ। ଏକ ବିକାଶ ହୋଇଥିବା ଭାରତ ଯେତେବେଳେ ସୁରକ୍ଷା ଏବଂ କଲ୍ୟାଣ ପ୍ରାଥମିକତା ଦିଆଯାଏ ଏହା ହେଉଛି କାରଖାନା, ନିର୍ମାଣ ସ୍ଥାନ, ପରିବହନ, ପରିବେଶ ଏବଂ ଶରୀର ସ୍ୱାସ୍ଥ୍ୟ। ଯାହା କହିଲି ଏସବୁରେ ଆପଣମାନେ ଧ୍ୟାନ ଦେବେ। ମୋର ପୁରା ବିଶ୍ୱାସ। ମୋର ବାଣୀକୁ ଏତିକି କହି ମୁଁ ଶେଷ କରୁଛି। ଆମ ଓଡ଼ିଶା, ଆମ ଭାରତ। ଜୟ ହିନ୍ଦ, ଜୟ ଭାରତ।